ସମସ୍ତଙ୍କୁ ସୁପ୍ରଭାତ। ଆଜି ଆମେ ପଢ଼ିବା ବିପନ୍ନର ଉଦ୍ଧାର ଗଳ୍ପ। ଯେଉଁ ଗଳ୍ପର ଗାଳ୍ପିକା ହେଉଛନ୍ତି ରାମକୃଷ୍ଣ ନନ୍ଦ। ଆମେ ସାଧାରଣତଃ ବିପନ୍ନ ଶବ୍ଦର ଅର୍ଥ ଜାଣିବା। ବିପନ୍ନ ଶବ୍ଦର ଅର୍ଥ ହେଲା ବିପଦ। ବିପଦରୁ କେମିତି ଉଦ୍ଧାର କରାଯାଇଛି ସେ ବିଷୟବସ୍ତୁ ଏଠାରେ ଦେଉଛନ୍ତି ଗାଳ୍ପିକ ରାମକୃଷ୍ଣ ନନ୍ଦ। ଯେ ବିମାନ ଦୁର୍ଘଟଣା ଘଟିଥିଲା ଅଷ୍ଟ୍ରେଲିଆର ଗୋଟିଏ ସ୍ଥାନରେ। ବ୍ରିସବେନ୍ରୁ ସିଡନୀ ଅଭିମୁଖେ ଯାଉଥିଲା 1937 ମସିହାରେ ଜାହାଜଟି ଏବଂ ସେ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ କେମିତି ଜଣେ ପଶୁପାଳକ ବାର୍ନାର୍ଡ ଓରିଲି ରକ୍ଷା କରିଥିଲେ ତାହା ଏଠାରେ ଦିଆଯାଇଛି। ତ ପ୍ରଥମେ ଆମେ ଜାଣିବା ଗାଳ୍ପିକଙ୍କୁ। ଗାଳ୍ପିକ ସାଧାରଣତଃ ଜଣେ ନୀତିବାଦୀ ସାହିତ୍ୟ ସ୍ରଷ୍ଟା ଏବଂ ତାଙ୍କୁ ଆମେ ଜାଣୁ ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା ସଙ୍ଗୀତରୁ। ଏହି ସଙ୍ଗୀତ ବ୍ୟତୀତ ସେ ତ ଲେଖୁଛନ୍ତି ଜୀବନ ରହସ୍ୟ ଲେଖନୀର ପାଠଶାଳା, ଭାବି ଦେଖନ୍ତୁ ଜୀବନ ତରଙ୍ଗ ପ୍ରଭୃତି ପ୍ରବନ୍ଧ। ପୁଣି ସଂସାର ନାମକ ଯେଉଁ ପତ୍ରିକା ବାହାରୁଥିଲା ତାର ସେ ସମ୍ପାଦକ ଥିଲେ। ତ ଆମେ ଦେଖିବା ଏହି ଗଳ୍ପରେ ଆଉ କ'ଣ ଦିଆଯାଇଛି। ତୁମକୁ କିଛି ଶବ୍ଦାର୍ଥ ଦିଆଯାଇଛି ଦେଖିବ ବହିରୁ ଏବଂ ଏଠାରେ ଦିଆଯାଇଛି ସାଧାରଣତଃ 1937 ମସିହା ଫେବୃଆରୀ 19 ତାରିଖର କଥା। ଅଷ୍ଟ୍ରେଲିଆର ଏକ ଉପକୂଳବର୍ତ୍ତୀ ଅଞ୍ଚଳର କଥା। ବ୍ରିସବେନ୍ରୁ କେମିତି 7 ଜଣ ଯାତ୍ରୀଙ୍କୁ ନେଇକି ଉଡ଼ାଜାହାଜଟି ଯାଉଥିଲା ସିଡନୀ ଅଭିମୁଖେ ଏବଂ ଦୁର୍ଘଟଣାର ଶିକାର ହୋଇଥିଲା। ପୁଣି ତାକୁ ପାଇବା ପାଇଁ କେହି ଯେମିତି ସାହସ କରିନଥିଲେ, କିନ୍ତୁ ଏକ ଦୁର୍ଗମ ଗିରିମାଳା ଭେଦ କରିକି ଜଣେ ପଶୁପାଳକ ବାର୍ନାର୍ଡ ଓରିଲି କେମିତି ଯାଇଥିଲେ ଏବଂ ସେମାନଙ୍କର ଠାବ କରିଥିଲେ ତାହା ଏହାର ବିଷୟବସ୍ତୁ। ତ ଆମେ କ୍ଲାସ୍ରେ ପୁଣି ଆଲୋଚନା କରିବା ଏବଂ ଏହି ବିଷୟରେ ସବିଶେଷ ଜାଣିବା।